ବିଲରେ ଥିବା ଧାନ ଗଛ କେଡ଼େ ସୁନ୍ଦର ଭାବରେ ବାସ ବଢିକିରି ଅଛି। ତ ଧାନ ଦେଖି ସାରିଲା ପରେ ଆମେ ଯିବା ବିରି ପଦରକୁ। ତ ବିରି ବହୁତ ସୁନ୍ଦର ଭାବରେ ଦୁଇ ଦୁଇ ପତ୍ର ହେଇଯାଇଛି 10 ଦିନ ଭିତରେ। ତ ଚାରିପଟେ ଆମେ ବୁଲିଲେ। ତ ତାପରେ ଯିବା କ୍ଷୀର ପାଇଁ ଦେଶୀ ଗାଈ କ୍ଷୀର ଆଣିଲେ। ତ ସେ ବାଛୁରୀ ଥିବା ସେ ଶୋଇଛି ଯୋଉ ବାସ ସେ ଆମକୁ କେଡ଼େ ସୁନ୍ଦର ଭାବରେ ହାତ ଗୁଡାକୁ ଚାଟୁଛି। ଚାଟି ସାରିଲା ପରେ ବାସ କିଛି ସମୟ ପରେ ବାସ ମତେ କ୍ଷୀର ମିଳିଗଲା। ତ କ୍ଷୀର ମୁଁ ଧରିକି ଆସିଲି। ତ ଆସି ସାରିଲା ପରେ ବାସ ଘରେ ବସିକି ଟିକେ ଚା କଲେ, ଗରମ ଗରମ ଚା। ତ ଚା ଛାଣି ସାରିଲା ପରେ ଆମେ ଯିବା କୋଉଠିକି ଛାତ ଉପରକୁ। ବାସ ଆରାମସେ ବସିକିରି ସେ ଥଣ୍ଡା ଥଣ୍ଡା ପାଗକୁ ବାସ ବସିକି ଟିକେ ଚା ପିଇଲେ। ତ ଚା ତ ବହୁତ ଭଲ ଭାବରେ ବହୁତ ବଢିଆ ମଜା ହେଇଥିଲା। ତ କିଛି ସମୟ ପରେ ଚା ସରିଗଲା। ତ ତାପରେ ମନେ ପଡିଲା ଯେ କଣ କରିବା। ତ ମନ ଥିଲା ଯେ କଖାରୁ ଫୁଲ, ଯେ କଖାରୁ ଫୁଲ ବାସ ବାରିପଟେ ଅଛି। ତ ଚାଲନ୍ତୁ ତୋଳିବା କଖାରୁ ଫୁଲ। ତ ହେଇଛି ସେ କଖାରୁ ଫୁଲ। ତ କଖାରୁକୁ ବାସ ସବୁ ଜିନିଷ ବାସ ଆମେ ତୋଳିକି ଆଣିଲେ। ବହୁତ ମଜା ଲାଗିଲା ସେଇଟା ତୋଳିବା ପାଇଁ। ତ ସବୁ ଜିନିଷ ବାସ ଆମେ ତୋଳିଲେ। ତ ତୋଳି ସାରି ଆଣି ଘରକୁ ଆଣି ସାରିଲା ପରେ ବାସ ବୋଉ ଦେଲେ, ବୋଉ ବି ସଫା କରିଦେଲା। ତ ଭଲ ଭାବରେ ସବୁ ଜିନିଷ ପାଇଁ ସେ ସଫା କରିସାରିଲା ପରେ ବାସ ଆମେ ଗୋଟେ ଜାଗାରେ ତାକୁ ରଖିଲେ। ତ ଏଇ ବି ସେଇ ଫୁଲର ମୁଣ୍ଡି। ଆଉ ତ ସଫା କରିସାରିଲା ପରେ ଆମେ ଯିବା ବାରିପଟ ବାସ ଏଇ ପୋଇ ପତ୍ର। ତ ପୋଇ ପତ୍ର ବହୁତ ସୁନ୍ଦର ଭାବରେ ହେଇଥିଲା, ବହୁତ କଅଁଳିଆ କଅଁଳିଆ, ଯେ ବର୍ଷା ପାଗକୁ ବହୁତ ପୋଇ ପତ୍ର ହେଇଛି। ତ ତାକୁ ସବୁ ଜିନିଷ ଫୁଲ ଆଉ ପୋଇ ପତ୍ରକୁ ଭଲ ଭାବରେ ବାସ ସଫା କଲେ। ତ ସଫା କରିସାରିଲା ପରେ ଆମେ ଦେଲେ କଣ କାଟିବା ପାଇଁ। ତ ଦୀପା ସବୁ ସେ ସବୁ କାଟିଦେଲା। ସବୁ ଜିନିଷ ବାସ ଟିକ ଟିକ କରି ସବୁ ଜିନିଷ କାଟିଦେଲେ। ତ ଆଗରୁ ରେଡି ହେଇଥିବା ଏଇ ପିଠଉ ମାନେ ଚାଉଳର ହେଇଥିବା ସେ ପିଠଉ ବଟା ବାସ ଆଗରୁ ପ୍ରସ୍ତୁତ ହେଇଥିଲା। ସେ ଗୋଟେ ଗୋଟେ କରିକି ଫୁଲ ଆଉ ଏଇ ପୋଇ ପତ୍ରକୁ ବାସ ପକେଇବେ। ତ ଗୋଟେ ଗୋଟେ ବାସ ଫୁଲକୁ ପକା ହେଲା କଡେଇରେ। ତ କେଡ଼େ ସୁନ୍ଦର ଭାବରେ ସେ ବାସ ପକଉଛନ୍ତି। ତ ପକେଇ ସାରିଲା ପରେ ବାସ ଘାଣ୍ଟା ଘାଣ୍ଟି କରି ସବୁ ଜିନିଷ ବାହାରକୁ କାଢିଦେଲେ। ତ ତାପରେ ପୋଇ ପତ୍ର ପଡିବ। ତ ପୋଇ ପତ୍ର ବି ବହୁତ ସୁନ୍ଦର ଭାବରେ ସେ କାଟିଦେଲେ। ତାପରେ ଗୋଟେ ଗୋଟେ କରି ପୋଇ ପତ୍ର ବି ପକେଇଦେଲେ। ତାପରେ ଏପଟ ସେପଟ ତାକୁ ଘଣ୍ଟା ହେଲା। ତ ଘଣ୍ଟା ସାରିଲା ପରେ ବାସ ରେଡି ହେଇସାରିଲା। ବୋଉ ଦେଲେ ବସିକି ମୁଁ ଟିକେ ଶାଗ ଭଜା ଖାଉଥିଲି, କାହିଁକିନା ବୋଇତାଳୁ ପତ୍ରର ଶାଗ ବହୁତ ବଢିଆ ମଜା ହଉଥିଲା। ତ ସେ ସମୟରେ ମତେ ଦେଲେ ସେ ଚାଖିବା ପାଇଁ। ତ ଚାଖିବା ବେଳେ ବହୁତ ବଢିଆ ଟେଷ୍ଟ ହେଇଥିଲା ଓ ବହୁତ ମଜା ହେଇଥିଲା। ନା ଗରମ ଗରମ ଖାଇବା ବହୁତ ଭଲ। ତାପରେ ଯିବା ଦୋକାନକୁ। କୋଉ ବିସ୍କୁଟ ନବୁ? Panda biskut. ହଁ